ମୋ ନାମ ଅହଲ୍ୟା। ମୋ ବାହାଘରକୁ 6 ବର୍ଷ ହୋଇସାରିଲାଣି। ଆଉ ଆମ ଘରେ ମୁଁ ମୋ ସ୍ୱାମୀ ଆଉ 5 ବର୍ଷର ଗୋଟେ ପୁଅ ସହିତ ମିଶିକି ରହୁଛୁ। ମୋ ସ୍ୱାମୀ ଗୋଟେ ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ମୁଁ ଦେଖିବାକୁ ବହୁତ ସୁନ୍ଦର ହେଲେ ମୋ ସ୍ୱାମୀ ଦେଖିବାକୁ ଏତେ ସ୍ମାର୍ଟ ନୁହନ୍ତି। ମୋ ଗୋଡ଼ରେ ଛୋଟ ବେଳୁ ହିଁ ଅସୁବିଧା ଥିଲା, ତେଣୁ ମୁଁ ଟିକେ ଛଟେଇ ଛଟେଇ ଚାଲୁଥିଲି। ଏହି କାରଣରୁ ମୋ ଘର ଲୋକ ମୋ ବାହାଘର ଜଲ୍ଦି ଆଉ ସାଧାରଣ ପରିବାରରେ କରିଦେଲେ। ତ ସାଙ୍ଗମାନେ ଭୋକିଲା ଲୋକକୁ ଖାଇବା ଯେଉଁଠି ବି ମିଳୁ ସେ ସେଠିକୁ ଚାଲିଯାଏ। ଠିକ୍ ସେମିତି ହିଁ ମୋ ସହ ବି ହେଲା। ଶରୀରର ଭୋକ ମୋତେ ଅନ୍ୟ ଲୋକଙ୍କ ବେଡ୍ ପର୍ଯ୍ୟନ୍ତ ନେଇଗଲା। ହେଲେ ଏହି କଥା ମୁଁ ଆଜି ପର୍ଯ୍ୟନ୍ତ କାହାକୁ ବି ଜାଣିବାକୁ ଦେଇନି। ଅନ୍ୟ ପୁରୁଷଙ୍କ ସହ ଶୋଇବା ଏବେ ମୋ ପେଶା ହୋଇଯାଇଛି। ସ୍ୱାମୀଙ୍କ ଠାରୁ ସୁଖ ନ ପାଇ ଆଉ ମୋ ପାଖରେ କିଛି ଉପାୟ ନଥିଲା, ତେଣୁ ମୁଁ ବାଧ୍ୟ ସେମିତି କରୁଛି। ସାଙ୍ଗମାନେ ଆଜିର ଏହି କାହାଣୀ ସେତେବେଳର ଯେବେ ମୁଁ ପ୍ରଥମ ଥର ଗୋଟେ ପର ପୁରୁଷକୁ ପ୍ରେମ କରିଥିଲି। ଏହି ଘଟଣାଟି ଆରମ୍ଭ ହେଉଛି ମୋ ବାହାଘରର 2 ବର୍ଷ ପରେ। ସେତେବେଳେ ଆମେ ନୂଆ ନୂଆ ଗାରୁ ସହରକୁ ଆସିଥିଲୁ। ମୋ ସ୍ୱାମୀଙ୍କ ଗୋଟେ କମ୍ପାନୀରେ ନୂଆ ନୂଆ ଚାକିରି ପାଇଥିଲେ, ତ ସେ ମୋତେ ତାଙ୍କ ସହ ସହରକୁ ନେଇ ଆସିଲେ। କମ୍ପାନୀ ତରଫରୁ ଗୋଟେ ଭଲ ଘରଟିଏ ମିଳିଥିଲା। ଏଠିକୁ ଆସିବା ପରେ ଯେମିତି ମୋତେ ପୁରା ଫ୍ରି ମିଳିଯାଇଥିଲା। ଦିନସାରା ସ୍ୱାମୀ କାମରେ ବ୍ୟସ୍ତ ଆଉ ମୁଁ ଘରେ ଏକୁଟିଆ ଦିନସାରା ଏମିତି ବୋର ହୋଇ ବିତାଉଥିଲି। ପୁଣି ଗୋଟେ ଦିନ ମୋ ଜୀବନର ମୋଡ଼ ବଦଳିଲା। ମୋ ସ୍ୱାମୀ ସନ୍ଧ୍ୟାରେ ଘରକୁ ଆସି କହିଲେ କି କାଲି ମୋ କମ୍ପାନୀର ମ୍ୟାନେଜର ଆମ ଘରକୁ ଆସୁଛନ୍ତି, ଖାଇବାରେ କିଛି ଭଲ ବନାଇବ। ତାପରଦିନ ସକାଳୁ ସକାଳୁ ମୁଁ ରୋଷେଇ ପାଇଁ ଲାଗି ପଡ଼ିଲି। ଆଉ ଘରକୁ ସଫା ସୁତରା ବି କରିଦେଲି। ଆଉ ସନ୍ଧ୍ୟା ପାଇଁ ସବୁ ରୋଷେଇ ରେଡି କରିଦେଲି। ସନ୍ଧ୍ୟା 6ଟାରେ ମୋ ସ୍ୱାମୀ ଘରକୁ ଫେରିଲେ। ମୋ କାମ ଦେଖି ସେ ମୋତେ ସାବାସି ଦେଲେ। ସେ ନିଜ ସହ ଗୋଟେ ମଦ ବୋତଲ ନେଇକି ଆସିଥିଲେ। ମୁଁ ବୁଝିଗଲି କି ୟାଙ୍କର ପିଇବାର ମୂଲ ଅଛି। ସେମିତିରେ ବି ମୋ ସ୍ୱାମୀଙ୍କ ଆଗରୁ ହିଁ ପିଇବାର ଅଭ୍ୟାସ ଅଛି। ମୁଁ ତାଙ୍କୁ ପଚାରିଲି, ମ୍ୟାନେଜର ସାର କେତେବେଳେ ଆସିବେ? ସେ କହିଲେ 7ଟାରେ ଆସିବେ। ମୁଁ ଠିକ୍ ଅଛି କହି ନିଜ କାମରେ ଲାଗି ପଡ଼ିଲି। ଆଉ ଶାଢ଼ୀ ପିନ୍ଧି ରେଡି ହୋଇଗଲି। ଗୋଲାପୀ ରଙ୍ଗର ଶାଢ଼ୀ ଆଉ କଲା ରଙ୍ଗର ବ୍ଲାଉଜ ପିନ୍ଧିଥିଲି। ପଛପଟୁ ମୋ ଗୋରା ପିଠି ପୁରା ମସ୍ତ ଦିଶୁଥିଲା। 7ଟାରେ ଆମ ଘର କବାଟ କିଏ ଗୋଟେ ଥକ୍ ଥକ୍ କଲା। ସେହି ସମୟରେ ମୋ ସ୍ୱାମୀ ବାଥରୁମରେ ଥିଲେ। ତ ମୁଁ ତୁରନ୍ତ ଯାଇ କବାଟ ଖୋଲିଲି। ସାମ୍ନାରେ ଦେଖିଲି କି 32 ବର୍ଷର ଜଣେ ଲମ୍ବା ଚଉଡ଼ା ଲୋକ ଠିଆ ହୋଇଛନ୍ତି। ସେ ମୋ ସ୍ୱାମୀଙ୍କ ନାମ କହିଲେ। ମୁଁ କହିଲି ଘରେ ଅଛନ୍ତି, ଆପଣ ଆସନ୍ତୁ। ମୁଁ ତାଙ୍କୁ ଘର ଭିତରକୁ ଡାକି ଆଣିଲି। କିଛି ସମୟ ଭିତରେ ମୋ ସ୍ୱାମୀ ବି ଚାଲି ଆସିଲେ। ଆଉ ସେ ମୋ ପରିଚୟ ତାଙ୍କ ସହ କଲେ। ତାଙ୍କ ନାମ ପ୍ରଦୀପ ଥିଲା। ତାପରେ ମୁଁ ଭିତରକୁ ଚାଲିଗଲି। ଆଉ ଦୁହେଁ ଗପସପ କରିବାକୁ ଲାଗିଲେ। ମୁଁ ଭିତରେ ଖାଇବା ରେଡି କରୁଥିଲି। ଆଉ ରୋଷେଇ ଘରୁ ପ୍ରଦୀପ ମୋତେ ସଫା ସଫା ଦେଖା ଯାଉଥିଲେ। ଆଉ ସେ ବି ମୋତେ ଦେଖିପାରୁଥିଲେ। ମୁଁ ମୋ କାମରେ ବ୍ୟସ୍ତ ରହିଲି। କିଛି ସମୟ ପରେ ମୋ ସ୍ୱାମୀ ରୋଷେଇ ଘରକୁ ଆସି 2ଟି ଗ୍ଲାସ ଆଉ ଥଣ୍ଡା ବୋତଲ ଏବଂ ମିକ୍ସଚର ନେଇକି ଗଲେ। ଏଠି ମୁଁ ରୋଷେଇ କରୁଥିଲି, ଆଉ ସେପଟେ ସେ ଦୁହେଁ ମଦ ପିଇବାରେ ବ୍ୟସ୍ତ ଥିଲେ। ପ୍ରଦୀପ ମୋତେ ବାରମ୍ବାର ଦେଖୁଥିଲେ। ବହୁତ ଥର ମୋତେ ଦେଖି ହସିଛନ୍ତି। ମୁଁ ବି ହସି ଦେଉଥାଏ। ହେଲେ ମୋ ମନରେ ତାଙ୍କ ପ୍ରତି ସେମିତି କିଛି ଖରାପ ଚିନ୍ତାଧାରା ନଥିଲା। ସେ ମୋଠୁ ବୟସରେ ବି ବହୁତ ବଡ଼ ଥିଲେ। ସେ ସମୟରେ ମୁଁ 23 ବର୍ଷର ଥିଲି। ପାଖାପାଖି 40 ମିନିଟ୍ ପରେ ସେମାନଙ୍କ ମଦ ପିଆ ସରିଲା। ତାପରେ ମୁଁ ଖାଇବା ପରସିଲି। ସେ ଦୁହେଁ ଖାଦ୍ୟ ଖାଇବାକୁ ଲାଗିଲେ। ହେଲେ ପ୍ରଦୀପ ମୋତେ ତାଙ୍କ ସହ ମିଶିକି ଖାଇବାକୁ କହିଲେ। ମୁଁ ମୋ ସ୍ୱାମୀଙ୍କୁ ଟିକେ ଦେଖିଲି, ତ ମୋ ସ୍ୱାମୀ ବି କହିଲେ ତମେ ବି ଖାଇନିଅ। ସେଇଠୁ ମୁଁ ମୋ ଖାଦ୍ୟ ନେଇ ଆସିଲି ଆଉ ତାଙ୍କ ସହ ମିଶିକି ଖାଇବାକୁ ଲାଗିଲି। ପ୍ରଦୀପ ମୋ ରୋଷେଇକୁ ବହୁତ ପ୍ରଶଂସା କରୁଥିଲେ। ଆଉ ତା ସହ ମୋ ସ୍ୱାମୀଙ୍କୁ କହୁଥିଲେ, ତମ ସ୍ତ୍ରୀ ତ ବହୁତ ଭଲ ରୋଷେଇ କରୁଛନ୍ତି। ଆଉ ମୋତେ କହିଲେ, ତମେ ଯେତେ ସୁନ୍ଦର ତମ ରୋଷେଇ ବି ସେତେ ସ୍ୱାଦିଷ୍ଟ। ନିଜ ପ୍ରଶଂସା ଶୁଣି ମୋତେ ବହୁତ ଭଲ ଲାଗୁଥିଲା। ସେ 2 ଜଣଙ୍କୁ ଏବେ ନିଶା ଚଢ଼ି ଗଲାଣି। ମୋ ସ୍ୱାମୀ ଜଲ୍ଦି ଖାଇ ସାରିଥିଲେ। ଆଉ ହାତ ଧୋଇ ସାରି ସାମ୍ନା ଘର ଭିତରକୁ ଚାଲିଗଲେ। ଆଉ ମ୍ୟାନେଜର ବାବୁ ମୋତେ ବାରବାର ଏମିତି ଦେଖିବା ମୋତେ ଭଲ ଲାଗୁନଥିଲା। ହଠାତ୍ ମୁଁ ଲକ୍ଷ୍ୟ କଲି କି ସେ ମୋ ଦୁଧକୁ ଦେଖୁଛନ୍ତି।
ମୁଁ ମୋ ବ୍ଲାଉଜକୁ ଦେଖିଲି କି ମୋ ବ୍ଲାଉଜର ବୋଟମଟି ଖୋଲି ଯାଇଥିଲା, ଯାହା ଫଳରେ ମୋ ଦୁଧ ଟିକେ ବ୍ଲାଉଜ ବାହାରକୁ ପିଚକି ଯାଇଥିଲା। ସେ ତାକୁ ହିଁ ଦେଖୁଥିଲେ। ମୁଁ ଶାଢ଼ୀ ଦ୍ୱାରା ତାକୁ ଘୋଡ଼େଇ ଦେଲି। କିଛି ସମୟ ପରେ ଆମେ ଖାଇସାରି ହାତ ଧୋଇବା ପାଇଁ ବାଥରୁମକୁ ଗଲୁ। ମୁଁ ତାଙ୍କୁ ରାସ୍ତା ଦେଖାଇବା ପାଇଁ ଆଗରେ ଚାଲୁଥିଲି। ସେ ପଛପଟୁ ମୋ ବ୍ଲାଉଜକୁ ଦେଖି କହିଲେ, ତମ ବ୍ଲାଉଜର ଡିଜାଇନ ବହୁତ ଭଲ ହୋଇଛି। ମୁଁ ବୁଝିଗଲି ସେ ମୋ ପିଠିକୁ ଦେଖି ଏମିତି କହୁଛନ୍ତି। ତାପରେ ଆମେ ହାତ ଧୋଇ ଚାଲି ଆସିଲୁ ଆଉ ଆମ ବେଡରୁମକୁ ଯାଇ ଦେଖିଲି କି ମୋ ସ୍ୱାମୀ ଶୋଇ ପଡ଼ିଲେଣି। ମୁଁ ତାଙ୍କୁ ଉଠେଇବାକୁ ଚେଷ୍ଟା କଲି, ହେଲେ ପ୍ରଦୀପ ମନା କରିଦେଲେ ଆଉ କହିଲେ, କିଛି କଥା ନାହିଁ, ତାଙ୍କୁ ଶୋଇବାକୁ ଦିଅ, ମୁଁ ଏବେ ଯାଉଛି ବୋଲି କହିଲେ। ଆଉ ସେ କବାଟ ପାଖକୁ ଯାଇ ଯେମିତି ସେ କବାଟ ଖୋଲିଛନ୍ତି ତ ବାହାରେ ବର୍ଷା ହେଉଥିଲା। ସେ କହିଲେ, କିଛି ସମୟ ରହିଯିବା ହିଁ ଭଲ ହେବ, ନହେଲେ ମୁଁ ପୁରା ଓଦା ହୋଇଯିବି। ତାପରେ ଆମେ ସେ ବାହାର ଘରେ ହିଁ ଦୁହେଁ ବସି ଗପସପ କଲୁ। ଆଉ ସେ କହିଲେ, ତମ ସ୍ୱାମୀ ବହୁତ ଭାଗ୍ୟବାନ ଯାହାକୁ ତମ ଭଳି ସ୍ତ୍ରୀ ମିଳିଛି। ଖାସ୍ ତୁମେ ମୋ ସ୍ତ୍ରୀ ହୋଇଥାନ୍ତ କି? ମୁଁ ଲାଜେଇ ଗଲି ଆଉ ମୁଣ୍ଡ ତଳକୁ କରି କହିଲି, ଏସବୁ ଆପଣ କଣ କହୁଛନ୍ତି? ଆପଣ ହୁଏତ ନିଶାରେ ଅଛନ୍ତି, ହେଲେ ଏସବୁ କଥା ଆପଣଙ୍କ ପାଟିରେ ଶୋଭା ଦେଉନି। ତାପରେ ସେ ମୋ ପାଖକୁ ଚାଲି ଆସିଲେ ଆଉ କହିଲେ, ବିଲକୁଲ ଠିକ କହୁଛି, ତମେ ଯଦି ମୋ ସ୍ତ୍ରୀ ହୋଇଥାନ୍ତ ତାହେଲେ ମୋତେ ବହୁତ ଖୁସି ମିଳିଥାନ୍ତା। ତାପରେ ମ୍ୟାନେଜର ବାବୁ କହିଲେ, କଣ ତମେ ଆଉ ମୁଁ ସାଙ୍ଗ ହୋଇପାରିବା କି? ତାଙ୍କର ଏହି ପ୍ରଶ୍ନର ଉତ୍ତର ମୁଁ ଦେଇପାରିଲି ନାହିଁ। ସେ ମୋତେ ପୁଣି କହିଲେ, ଉତ୍ତର ଦିଅ, ତମେ ଆଉ ମୁଁ କଣ ସାଙ୍ଗ ହୋଇପାରିବା କି? ମୁଁ ତାଙ୍କୁ ଦେଖିଲି ଆଉ ହମ କହି ମୋ ମୁଣ୍ଡ ହଲେଇ ଦେଲି। ସେ ବହୁତ ଖୁସି ହୋଇଗଲେ ଆଉ ମୋ ହାତକୁ ତାଙ୍କ ହାତରେ ରଖି କହିଲେ, ଧନ୍ୟବାଦ। ତାପରେ ଆମେ ଦୁହିଁଙ୍କୁ ମୋବାଇଲ ନମ୍ବର ଦିଆନିଆ ହେଲୁ। କିନ୍ତୁ ଏସବୁ କଥା ମୋ ସ୍ୱାମୀ ଜାଣି ନାହାନ୍ତି। କିଛି ସମୟ ପରେ ବର୍ଷା ଛାଡ଼ିଗଲା ଆଉ ସେ ଚାଲିଗଲେ। ତାପରଠୁ ଯେବେବି ମୋ ସ୍ୱାମୀ ଘରେ ନଥାନ୍ତି ମ୍ୟାନେଜର ବାବୁ କଲ୍ କରନ୍ତି ଆଉ ଆମେ ଦୁହେଁ ବହୁତ ସମୟ ଧରି କଥାବାର୍ତ୍ତା ହୋଇଥାଉ। ଧୀରେ ଧୀରେ ଆମେ ପୁରା ମିଶିଗଲୁ ଆଉ ଆମ ଭିତରେ ବହୁତ ଉତ୍ତେଜିତ ହେଲା ଭଳି କଥାବାର୍ତ୍ତା ହେଉ। ଆଉ ଏବେ ତାଙ୍କ କଲର ଅପେକ୍ଷାରେ ମୁଁ ରହିଲି ଆଉ ସେ ବି ମୋତେ ଏବେ ଭଲ ଲାଗିବାକୁ ଲାଗିଥିଲେ। ଏମିତି ହିଁ 3-4 ମାସ ବିତିଗଲା। ଗୋଟେ ଦିନ ମୋ ସ୍ୱାମୀ ଘରକୁ ଆସି କହିଲେ କି ତାଙ୍କ ପ୍ରମୋଶନ ହୋଇଯାଇଛି। ସେଦିନ ଆମେ ବହୁତ ଖୁସି ଥିଲୁ। ଆରଦିନ ଯେମିତି ପ୍ରଦୀପଙ୍କ କଲ୍ ଆସିଲା, ମୁଁ ଜାଣିବାକୁ ପାଇଲି କି ମୋ ସ୍ୱାମୀଙ୍କ ପ୍ରମୋଶନ ପଛରେ ପ୍ରଦୀପଙ୍କ ହାତ ଅଛି। ମୁଁ ତାଙ୍କୁ ଧନ୍ୟବାଦ ଦେଲି। ତାପରେ ମୋ ସ୍ୱାମୀଙ୍କ ପ୍ରମୋଶନ ହେବା ପରେ ସେ ସହର ବାହାରକୁ ବି ଯିବାକୁ ଲାଗିଲେ। ମୋ ସ୍ୱାମୀ ଘରେ ନ ରହିବାରୁ ମ୍ୟାନେଜର ବାବୁ ଆମ ଘରକୁ ବି ଚାଲି ଆସୁଥିଲେ। ହେଲେ ଆମ ଭିତରେ ସେମିତି କିଛି ଖରାପ କାମ ହେଉନଥିଲା। ଗୋଟେ ଦିନ ମୋ ସ୍ୱାମୀ ମୋତେ କହିଲେ, ମୋତେ ସପ୍ତାହେ ପାଇଁ ବାହାରକୁ ଯିବାକୁ ପଡ଼ିବ। ତମେ ଏଠି ଏକୁଟିଆ କଣ କରିବ? ତମେ ଯଦି ତମ ଗାଁକୁ ଯିବାକୁ ଚାହୁଁଛ ତେବେ ଯାଇପାର। ହେଲେ ମୁଁ ମନା କରିଦେଲି। ମୁଁ କହିଲି, କିଛି ଅସୁବିଧା ହେବ ନାହିଁ, ତମେ ଆରାମରେ ଯାଅ। 2 ଦିନ ପରେ ମୋ ସ୍ୱାମୀ ଚାଲିଗଲେ। ସକାଳ 9ଟାରେ ପ୍ରଦୀପଙ୍କ କଲ୍ ଆସିଲା। ସେ ଜାଣିଥିଲେ କି ମୋ ସ୍ୱାମୀ ବାହାରକୁ ଯାଇଛନ୍ତି। ଆମେ ଦୁହେଁ କଥାବାର୍ତ୍ତା ହେଲୁ ଆଉ ସେ ମୋତେ ଦେଖା କରିବାକୁ କହିଲେ। ସେମିତିରେ ବି ତ ସେ ଆମ ଘରକୁ ସବୁବେଳେ ଆସନ୍ତି ଯାଆନ୍ତି। ହେଲେ ସେଦିନ ମୋ ମନ କେମିତି ଗୋଟେ ଅଜବ ଲାଗୁଥିଲା, ଯେମିତି କିଛି ଗୋଟେ ଅଲଗା ହେବାକୁ ଯାଉଥିଲା। ମୁଁ ତାଙ୍କୁ ସନ୍ଧ୍ୟାରେ ଘରକୁ ଆସିବାକୁ କହିଦେଲି। ସେ ଠିକ 7ଟା ବେଳେ ଆସିଲେ। ସେଦିନ ମୁଁ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲି। ତାଙ୍କ ହାତରେ ଗୋଟେ ବ୍ୟାଗ ଥିଲା। ମୁଁ ପଚାରିଲି ତ ସେ କହିଲେ, ମୁଁ ମୋ ଘରେ କହିକି ଆସିଛି କି କିଛି ଦିନ ପାଇଁ ମୁଁ ବାହାରକୁ ଯାଉଛି ଆଉ ଅଫିସରୁ ବି ମୁଁ ଛୁଟି ନେଇଯାଇଛି। କିଛି ଦିନ ମୁଁ ତମ ସହ ରହିବାକୁ ଚାହୁଁଛି। କଣ ମୁଁ ତମ ସହ ରହିପାରିବି କି? ସେ କଥା ଶୁଣି ତ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି ଆଉ ତୁରନ୍ତ କହିଲି, ଯଦି କେହି ଏହି ବିଷୟରେ ଜାଣିଦେବେ ତାହେଲେ ପରିଣାମ ବହୁତ ସାଂଘାତିକ ହୋଇଯିବ। ଏମିତି କରନ୍ତୁ ନାହିଁ। ସେ ମୋତେ ବୁଝେଇ କହିଲେ, ତମେ ଟେନସନ ହେବା କିଛି ଦରକାର ନାହିଁ। କାହାକୁ କିଛି ଜଣାପଡ଼ିବ ନାହିଁ। ପୁଣି ଆମେ ଦୁହେଁ ବସି କିଛି ସମୟ ଗପସପ କଲୁ। ତାପରେ କିଛି ସମୟ ପରେ ମୁଁ ରୋଷେଇ କରିବା ପାଇଁ ଚାଲିଗଲି ଆଉ ସେ ଟିଭି ଦେଖିବାକୁ ଲାଗିଲେ। ରୋଷେଇ କରୁଥିବା ବେଳେ ମୋ ମନରେ ବାରବାର ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା କି ଇଏ ମୋଠାରୁ କଣ ଚାହୁଁଛନ୍ତି ଆଉ ୟାଙ୍କ ଉଦ୍ଦେଶ୍ୟ କଣ?
एमिति सबु भाबी मो मनरे विचलित हेबाकु लागिला। मते लागिला कि मो शरीर भो आजी मेंटिबाकु जाउछि। पुणी आमे मिसिकी खाद्य खाइलु। तापरे से मो पाखकु आसी मो आखि सह आखि मिसेई मो पाखकु आसुथिले। मु भी तांको आखिरे आखि मिसेई आगेई गली। तापरे से मते तांको बाहुरे उठेई बेडरूम आडकु नेबाकु लागिले। मो मन भितरे भितरे बहुत मन करुथिला। मो पूरा शरीर पूरा गरम होईगला। से मोते बेड्रे कचाड़ी देले। पुणी 2 घंटा धरी मो सहित बहुत मजा कले। आउ एमिति मजा करी करी मोर सबु गरम पानी को बाहर करिदेले। मु पूरा शांति होईगली। आउ मोते स्वर्ग सुख मिलिला भली लागुथिला। एमितिका मजा आजी पर्यंत मो स्वामी भी मोते केबे देई नथिले। तो सांग माने आम कहानीटी आपण मानंकु केमिति लागिला कमेंट रे जणांतु। रहुछि नमस्कार।